ଗୋଟେ ଗପ ଶୁଣିବା। କି ଗପ ଶୁଣିବା? କାଉ ଗପ ଶୁଣିବ ନା ଗାଈ ଗପ ଶୁଣିବ? କାଉ ଗପ। ହଉ। ଗୋଟେ ଥିଲା ଗୋଟେ କାଉ ଥିଲା। ତାକୁ ସେ କିଛି କଥା କାଉ କେଉଁଠି ଉଡ଼େ? ଆକାଶରେ। କାଉଟି ଆକାଶରେ ଉଡ଼ି ଉଡ଼ି ଯାଉଥିଲା। ସେ କିସ କଲା ସେ ଭାରି ଶୋଷ ଲାଗିଲା। ତାକୁ ଯେତେବେଳେ ଶୋଷ ଲାଗିଲା ସେ କଲା ପାଣି କେଇଠି ପାଇଲାନି, କେଇଠି ବି ପାଣି ନାହିଁ। ସେ ଗୋଟେ ଉଡ଼ି ଉଡ଼ି ସବୁଆଡ଼େ ଅନେଇଲା, କେହି ସବୁଆଡ଼େ ଖାଲି ସଫା ତାର ପରିଷ୍କାର ଥିଲା, କେଇଠି ପାଣି ଥିଲାନି। ସେ ଦେଖିଲା ନା ଗୋଟେ କଳସୀ ଭିତରେ ପାଣି ଅଛି। ସେ ଏଇ କଳସୀ ପାଖରେ ଯାଇ ବସିଲା, ଦେଖିଲାକୁ କଳସୀ ତା ଥୁଣ୍ଟ ପାଇଲାନି। ସେ କିସ କରିବ ଭାବିଲା, କଳସୀରେ ଥୁଣ୍ଟ ନ ପାଇଲା ପୁଣି ସେ ଉପାୟ ପାଇଥିଲା କିସ କରିବି ଭାବିଲା। ତାପରେ ସରିଲା ନା ଯେତିକି ସେ ଆଖ ରାସ୍ତାରେ ବୁଡ଼ି ପଡ଼ିଥିଲା, ବୁଡ଼ି ଆଣିକି ସେ କିସ କଲା ମାଠିଆ ଭିତରେ ଗୋଟେ ବୁଡ଼ି ଆଣିକି ମାଠିଆ ଭିତରେ ପକେଇଲା। ସେ ମାଠିଆ ଭିତରେ ପାଣି ବୁଡ଼ି ପକେଇଲା ପରେ କିସ ହେଲା ନା ପାଣିଟା ଉପରକୁ ଉଠିଲା। ଉପରକୁ ଉଠିଲା ପରେ ସେ କିସ ଆଉ ପାଣି ପିଇ ପାରିଲା ନା ପିଇ ପାରିଲାନି? ପିଇ ପାରିଲା। ପାଣିଟା ଉପରକୁ ଉଠିଲା ମାନେ ସେ ଥୁଣ୍ଟ ବୁଡ଼େଇକି କିସ କଲା ପାଣି ପିଇଲା। ପାଣି ପିଇକି ସେ କିସ ମନ ଖୁସି ହେଇକି ସେ ଆକାଶରେ ଗଲା। ତାହେଲେ ତମେ କିଛି ଶିଖିବ, ତାହେଲେ ପାଣି କେବଳ ଅପବ୍ୟବହାର କରିବ ନାହିଁ। ଯେତେବେଳେ ମଣିଷ ମାନେ ପାଣିକୁ ଯିବେ ସେତେବେଳେ ସେମାନେ ବି ପାଇବେ ନାହିଁ।